जय जगन्नाथ मो श्रद्धा वेलकम करुच्ची मोर मिनी ब्लॉग प्राय 6 ରୁ 7 दिन हम मु कौन भी वीडियो अपलोड करनी मोर चैनल आ या भितर आम रांची आसी आम बारिपदा आम घर माने आम घर को आसिक पहुंच जाइछु तो या भितर मु बहुत सारा बिजी रही जाइथिली माने पैकिंग सेठु आसीबा पुनी देह खराब को तो मु कौन वीडियो अपलोड करि पार नथिली रांची आसी घरे पहुंचु पहुंचु हो जाइतिला राति 11टा तो राति 11टा रे आसिक आमे आम मो बाप घरे रहिथिलु आ ये देखंतु सकाळ सकाळ जई पुଅ उठिके भी बसी सारलेनी ଆଉ ଏପଟେ ପୁଅ ମତେ ଭାରି ହଇରାଣ କରୁଛି ସେ ମାନେ ଏତେ ମତେ ହଇରାଣ କରୁଛି ଯାଇକି ଏଠି ଲୁଚି ଯାଉଛି ସେଠି ଲୁଚି ଯାଉଛି ତାକୁ ବାର ବାର ତା ପଛରେ ମତେ ଗୋଡେଇବା ପାଇଁ ପଡୁଛି ମୁଁ ଭାବୁଥିଲି କି ବହୁତ ଦିନ ପରେ ଆମେ ଆସିଛୁ ଘରେ ପାଖାପାଖି 4-5 ମାସ ପରେ ତ ଭାବୁଥିଲି କି ପୁଅ ଟିକେ ଦେଖିଲେ ଅଚିହ୍ନା ହବ କି ତା ରୁଟିନ ଚେଞ୍ଜ ହେଇଯିବ ବାକି ନା ସେ ସକାଳୁ ସେମିତି ଯେମିତି ଆମେ ସେଠି କ୍ୱାର୍ଟର ଥିଲାବେଳେ ସେ ତାଟିଆ ଧରିକି ଦୌଡେ ମତେ ଖାଇବା ମାଗିବା ପାଇଁ ଏପଟେ ବି ସେ ଦୌଡ଼ିକି ପଳେଇ ଆସିଛି ତା ଆଈକୁ ମାଗିବା ପାଇଁ ଆଉ ୟାଙ୍କର ଟିକେ ଥଣ୍ଡାରେ ବହୁତ ଜୋର ଗଳା ବଥା ହଉଥିଲା ସେଥିପାଇଁ ମା ଫାଷ୍ଟ ତାଙ୍କ ପାଇଁ ସକାଳୁ ଉଠିକି କାଢା ବନେଇକି ଆଣିକି ଦେଲା ହଁ ମୁଁ ଗୋଟେ ଜିନିଷ ନୋଟିସ୍ କଲିନି ସିଏ ଆସିବା ପାଖରୁ ମୋ ପୁଅ ମାନେ ଆମେ ଯେତେବେଳଠୁ ଆସିଛୁ ରାତିଠୁ ହିଁ ମୋ ମା ତାକୁ ଧରି ଧରି କାଖ କରିକି ବୁଲଉଛି ସେ ଉଠିବା ମାତ୍ରେ ହିଁ ସବୁ କାମ ତାକୁ ଧରିକି ହିଁ କରୁଛି ଆଉ ଏପଟେ ଆମର ହେଇଥିଲା ବ୍ରେକଫାଷ୍ଟ ରେଡି ତ ଆପଣମାନେ ଯେମିତି ଜାଣିଥିବେ କି ମୁଁ ବାରିପଦାରୁ ବିଲଙ୍ଗ କରେ ତ ଆପଣମାନେ ଦେଖିପାରୁଥିବେ ଆମର ବ୍ରେକଫାଷ୍ଟ ମୁଢିରୁ ହିଁ ଷ୍ଟାର୍ଟ ହୁଏ ହେଲେ ଜଇଁ ପୁଅଙ୍କ ପାଇଁ ହେଇଥିଲା ରୁଟି ଆଉ ଏପଟେ ପୁଅ ମୁଁ ଭାବୁଥିଲି କାନ୍ଦିବ କି କଣ ବଟ୍ ଇଏ ପୁରା ମସ୍ତ ଏନ୍ଜୟ କରୁଛି ତାକୁ ଟିକେ ବି ନୂଆ ନୂଆ ଲାଗୁନି କିଛି ଫିଲ୍ ହଉନି ତ ଆଜିର ବ୍ଲଗଟିକୁ ମୁଁ ଏଇଠି ଏଣ୍ଡ କରୁଛି ଦେଖା ହବ ନେକ୍ସଟ ବ୍ଲଗରେ ଆଉ ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଛି ପ୍ଲିଜ ସବସ୍କ୍ରାଇବ କରିବେ